ଛୁଆମାନଙ୍କ ସହ କେବେ କେମିତି ଦେଖା ହେଇଯାଏ। ଆଉ ସେ ଯେବେ ଆସନ୍ତି ଘରକୁ ମୁଁ ଯୁଆଡ଼େ ବାହାରେ ମୋ ସହିତ ଜିଦି କରନ୍ତି। ଦିଦି ଆମେ ଯିବୁ ତୋ ସହିତ। ଘର ଲୋକ ସମସ୍ତେ ପାଟି କରନ୍ତି କି ତାକୁ କାହିଁକି ନେଇକି ଯାଉଛୁ। ମୁଁ ତ ତାଙ୍କୁ ନ ନେଇ ଗଲେ ମୋ ମନଟା ବି ପୁରିବନି। ଯେହେତୁ ସେ କେବେ କେମିତି ଆସୁଛନ୍ତି ତାଙ୍କ ସହିତ ବି ସମୟ ସ୍ପେଣ୍ଡ କରିବା ଦରକାର କି ନାହିଁ। କେବେ କେମିତି ତ ଆସୁଛନ୍ତି, ଦିନେ ଦୁଇ ଦିନ ରହିକି ପଳାଉଛନ୍ତି। ଯେହେତୁ ତାଙ୍କର ମାନେ ଚପଲ ନଥିଲା ଆମେ ଯାଇଥିଲୁ ଚପଲ କିଣିବା ପାଇଁ। ଆଉ ଏଠି ଦେଖନ୍ତୁ ଆମ ଗୁନୁକୁ ଭାରି ଜୋରରେ ନିଦ, କିନ୍ତୁ ସେ କାନ୍ଦିକି ଆସିଛି ଯିବା ପାଇଁ। କ'ଣ କରିବ, ଛୁଆମାନଙ୍କ ଜିଦି ଆଗରେ ତ ଆମକୁ ହାରିବାକୁ ହିଁ ପଡ଼େ। ଆଉ ଏଠୁ ଆସିଛୁ ଆମେ ଚପଲ ଦେଖିବାକୁ। ଚପଲ ଦୁଇ ଜଣଙ୍କର ଦେଖିବ, ଆମେ ଦୁଇ ଜଣଙ୍କର ପୁରା ସେମ୍ ସବୁ ନେବୁ, ନହେଲେ ଦୁଇ ଜଣ ପୁରା ମାଡ଼ଗୋଳ ହେବେ। ଏଇଟା ତୋର, ସେଇଟା ଭଲ ଦେଖାଯାଉଛି, ଏଇଟା ଭଲ ଦେଖାଯାଉଛି। ଛୁଆମାନଙ୍କ କଥା ତ ଆପଣମାନେ ଜାଣିଛନ୍ତି। ଏଠି ଚପଲ ତାଙ୍କ ପାଇଁ ଦେଖେଇଲୁ। ଏଇ ଚପଲଟି ମୋତେ ଭଲ ଲାଗୁଥିଲା, କିନ୍ତୁ ଛୋଟ ଛୁଆ ଯେହେତୁ ଗାଡ଼ିରେ ଗଲାବେଳେ ଶୋଇ ପଡ଼ିବେ, ଗଳି ପଡ଼ିବ ଯଦି, ସେଥିପାଇଁ ମୁଁ ଆଣିଲିନି। ଆଉ ଗୋଟେ ଆମେ ଅଲଗା ପ୍ରକାର ଦେଖିଲୁ। ଏମିତି ଦୁଇ ତିନିଟା ଚପଲ ଦେଖି ସାରିଲା ପରେ ଯେଉଁଟା ପସନ୍ଦ ହେଲା ସେଇଟା ହିଁ ଆଣିଲୁ। ଆଉ ଏଇ ଚପଲଟା ଆମ ଗୁନୁକୁ ବଢ଼ିଆ ଲାଗୁଥିଲା। ଏଇଟା ଆମ ଗୁନୁ ପିନ୍ଧୁଛି, ତାକୁ ଭଲ ଲାଗୁଥିଲା, କିନ୍ତୁ ମୋତେ ଭଲ ଲାଗୁନଥିଲା ଆଉ ଆମ ଗୁଡୁକୁ ଭଲ ଲାଗୁନଥିଲା। ଗୁଡୁ ଦେଖୁନାହାନ୍ତି ଏଠି ହସୁଛି, କହୁଛି ଛି 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 ଭଲ ଦେଖାଯାଉନି। ତାପରେ ମୁଁ ଆଉ ଗୋଟେ ଚପଲ ଗୁଡୁ ପାଇଁ ଦେଖିଲି ଯେଉଁଟାକି ସେ ପିନ୍ଧିଛି। ସେଇଟା ନ ଆଣିକି ଆଉ ଗୋଟେ ଆଣିଲି। କେଉଁଟା ଆଣିଛି ଘରେ ମାନେ ଯଦି ଭିଡ଼ିଓ ଥିବ ମୁଁ ଆପଣମାନଙ୍କୁ ଦେଖେଇଦେବି। ଆଉ ଦେଇର ଲିପଷ୍ଟିକ୍ ଆଣିବାର ଥିଲା, ଯେହେତୁ ତାଙ୍କ ଘରଠୁ ବଜାର ବହୁତ ଦୂର ଅଛି। ଆଉ ଭାଇମାନେ ଯେହେତୁ ଏବେ ଘରେ ନାହାନ୍ତି, ସମସ୍ତେ ବାହାରେ ଅଛନ୍ତି, ଯାହା ଜିନିଷ ଦରକାର ସେ ଇଆଡ଼ୁ ହିଁ ନେଇଯାଆନ୍ତି। ଆଉ ଛୁଆମାନଙ୍କ ପାଇଁ କଳା ବି ଯିବାର ଥିଲା। ଆମର ଆଉ 2 ଜଣ ଅଛନ୍ତି, ଆପଣମାନେ ତ ଜାଣିଥିବେ। ବାଟରେ ଗଲାବେଳେ ରାସ୍ତାକୁ ଦେଖି ସେମାନଙ୍କର ଏତେ କୋଶ୍ଚିନ୍ ଯେ ଆପଣମାନେ ତାଙ୍କର ଉତ୍ତର ହିଁ ଦେଇପାରିବେନି। ଦିଦି ଏଇଟା କ'ଣ, ଦିଦି ସେଇଟା କ'ଣ, ଦିଦି ସେଇଠିକି ଯିବା, ଦିଦି ଏଇଠିକି ଯିବା। ମୁଣ୍ଡ ହିଁ ଖରାପ କରିଦେଉଥାନ୍ତି ଗାଡ଼ିରେ ବସିକି। ଗୁନୁ ତ ଆମର ଆଗରେ ବସିଛି, ସ୍ଥିର ହେଇକି ବସୁନଥାଏ। ନଈ ଦେଖିଲେ ଦିଦି ଚାଲ ନଈକି ଯିବା, ଏଠିକି ଯିବା, ସେଠିକି ଯିବା। ଆଉ ଘରକୁ ଆସି ପହଞ୍ଚି ସାରିଲା ପରେ ଯେହେତୁ ସେ ଆଜି ପଳେଇଥାନ୍ତେ, କ'ଣ କରିବା, ମନଟା ତ ଦୁଃଖ ହେଇଯାଉଛି। କିନ୍ତୁ ଆମ ଗୁନୁ ଏକ୍ସାଇଟେଡ଼ ଅଛି ଯିବାକୁ। ଗୁଡୁର କିନ୍ତୁ ଜମା ବି ଇଚ୍ଛା ନଥାଏ। ତାର ଯେତେବେଳେ ଇଚ୍ଛା ନଥାଏ ଯିବାକୁ ସେ କାନ୍ଦେ। ଆଉ ଯେତେବେଳେ ତାର ଇଚ୍ଛା ଥାଏ ଆସିବାକୁ ସେ ଏକା ହିଁ ପଳେଇ ଆସେ, ଆସେନି, ଯାଇକି ତାକୁ ନେଇ ଆସନ୍ତି। ତ ସେ ରହିକି ଯାଏ। ଆଉ ଏଠି ଆମ ସମ୍ପୁ ବାୟାଣୀ ବି ରେଡ଼ି ହେଇଯାଇଛି। ଆଉ ଦେଖନ୍ତୁ କେତେ କ୍ୟୁଟ୍ ଦେଖାଯାଉଛି। ମୋତେ କମେଣ୍ଟରେ ନିହାତି କହିବେ ଆମ ସମ୍ପୁ କେମିତି ଦେଖାଯାଉଛି। ଆଉ ଝିଅମାନେ ଆମ ଘରେ ବହୁତ ଅଛନ୍ତି, କିନ୍ତୁ ଯେତେ ଝିଅ ହେଲେ ବି ଆମର କିଛି ପ୍ରୋବ୍ଲେମ୍ ନାହିଁ। ଆମ ଘରକୁ ଲକ୍ଷ୍ମୀ ଖାଲି ଆସୁଛନ୍ତି, ଆଉ ତାଙ୍କୁ ତ ଖୁସିରେ ହିଁ ୱେଲକମ୍ କରିବୁ ନା। ଆମ ଘରେ ବି ଆମେ 7 ଭଉଣୀ ଥିଲୁ, ସମସ୍ତେ ବାହା ହେଇଗଲେ। ଆଉ ଏବେ ଆମେ ରହିଯାଇଛୁ 2 ଭଉଣୀ। ଦେଇ ତ ଘରେ ଥାଇକି ବି ନଥିଲା ଭଳିଆ, କାହିଁକି ନା ସେ ବାହାରେ ରହୁଛି, ଜବ୍ କରୁଛି। ଆଉ ଘରେ ରହିଯାଇଛି ଏକା ମୁଁ। ଏଇ ଛୁଆମାନଙ୍କ ସହ ଦେଖା ହେଲେ ଟିକେ ମନଟା ଖୁସି ହେଇଯାଏ। ଆଉ ଏକା ଏକା ଅନୁଭବଟା ବି ହୁଏନି। କିନ୍ତୁ ସେମାନେ କ'ଣ ରହିବେ, ପାଠପଢ଼ା ଆରମ୍ଭ ହେଇଗଲାଣି ଯେହେତୁ କ'ଣ କରିବା, ଛୁଆଙ୍କୁ ତ ଯିବାକୁ ପଡ଼ିବ। ଏଇ ଆମ ସମ୍ପୁ ବାୟନାଟାକୁ ଆଣିକି ରଖିଲେ ହେବ। ଏଠି ଆମ ଗୁନୁ ଦେଖନ୍ତୁ ଆଗେ ଯିବ, ସିଏ ବ୍ୟାଗ୍ ଗୋଟା ଧରିକି ଉଠେଇ ଦେଲାଣି। କ'ଣ କରିବ, ଆଉ ଗାଡ଼ିକି ଦେଖି ସେ ବହୁତ ଖୁସି। ସବୁବେଳେ କୁହେ ମୁଁ କାରରେ ଯିବି। ଯେତେବେଳେ କାର ଆସେ ତାର ଖୁସିଟା ତ କିଛି ଅଲଗା ଲେଭେଲର ଥାଏ। ଏଠି ସମସ୍ତେ ବସିଥିଲେ, ଆଉ କ'ଣ କରିବା, ଯେତେବେଳେ ଝିଅମାନେ ଯାଆନ୍ତି ଆପଣମାନେ ଜାଣିଥିବେ ଟିକେ କାନ୍ଦ କଟା ନହେଲେ ତ ହେବନି। ସମସ୍ତେ ଆସନ୍ତି ଯେତେବେଳେ ପୁରା ଖୁସିରେ ଆସନ୍ତି, ଆଉ ଯାଆନ୍ତି ଯେତେବେଳେ ପୁରା ମନ ଦୁଃଖ କରିକି କାନ୍ଦି କୁନ୍ଦିକି ଯାଆନ୍ତି। କ'ଣ କରିବା, ଝିଅ ଜନ୍ମ ତ ପର ଘରକୁ, ଏଇଟା ତ କେବେ ବଦଳେଇ ହେବନି। ଆଉ ଏଠି ଆମ ଗୁଡୁ ଗୁନୁ ବି ସମସ୍ତଙ୍କୁ ନମସ୍କାର କରିଦେଉଛନ୍ତି। ଘରକୁ ଯିବେ ବୋଲି। ଆମ ଗୁଡୁର ତ ଜମାରୁ ଇଚ୍ଛା ନଥିଲା। ତାର ଯେବେ ଇଚ୍ଛା ହୁଏ ସେ ଫୋନ୍ କରି କହିଦିଏ ମାମୁଁ ଆସ ମୋତେ ନେବ। ସମସ୍ତେ ଯାଆନ୍ତି ତାକୁ ନେଇ ଆସନ୍ତି। ତା ଇଚ୍ଛା ହେବ ଯେତେଦିନ ସେ ରହିକି ପଳାଏ। ଆଉ ଏଠି ଆମ ପଳେଇଲେ। ଆମ ସମ୍ପୁକୁ ଜମାରୁ ଦେବାକୁ ଇଚ୍ଛା ହେଉନଥିଲା। ଛୁଆମାନେ ଘରେ ଟିକେ ରହିଗଲେ ବେଶୀ ଦିନ ମନଟାକୁ ଶାନ୍ତି ମିଳେ, କିନ୍ତୁ ଯେତେବେଳେ ଯାଆନ୍ତି ଘର ବି ପୁରା ଫାଙ୍କା ହେଇଯାଏ। ଆଉ ମନଟାକୁ ବହୁତ କଷ୍ଟ ଲାଗେ। କିନ୍ତୁ କ'ଣ କରିବା, ସେ ତ ସବୁଦିନ ରହିପାରିବେନି, ତାଙ୍କୁ ବି ଯିବାର ହେଉଛି। ଏଠି ସମ୍ପୁ ଖାଲି ଅନଉଛି, ସେ ପୁଣି ଥରେ ଗାଡ଼ିରେ ବସି କୁଆଡ଼େ ଯାଉଛି। ମିନି ବ୍ଲଗ୍ଟି ଭଲ ଲାଗିଥାଏ ଲାଇକ୍, ସେୟାର, ସବସ୍କ୍ରାଇବ୍ ଦେଖୁ ଜମାରୁ ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।